ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାରିଲା ପରେ ସାରା ଓଡ଼ିଶାବାସୀ ଏବେ କାନ୍ଦୁଛନ୍ତି। ଏଭଳି ଏକ ଘଟଣା ଘଟିଛି ରାୟଗଡ଼ାରୁ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ରାୟଗଡ଼ା ଗାଁରୁ ପାଖାପାଖି ଏମିତି କିଛି ଲୋକ ଅଛନ୍ତି ଯେ ଦିନ ରାତି ଏପର୍ଯ୍ୟନ୍ତ କାନ୍ଦୁଛନ୍ତି, ଯିଏକି ଛୋଟବେଳେ ଆମେ କହୁଥିଲେ ଯେ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯିଏ ପଚାରୁଥିଲା ମୁଖ୍ୟମନ୍ତ୍ରୀ ଆମେ କହୁଥିଲେ ନବୀନ ପଟ୍ଟନାୟକ। ଦୀର୍ଘ 25 ବର୍ଷ ହେଲାଣି ନିଜର କାର୍ଯ୍ୟକାଳ ଭଲରେ ତୁଲାଉଥିଲେ ଏବଂ ସବୁ ଓଡ଼ିଶାବାସୀ ମଧ୍ୟ ଖୁସି ଥିଲେ। ଦିନେ ଲୋକେ ଆଖି ବୁଜି ନବୀନ ପଟ୍ଟନାୟକକୁ ଭୋଟ ଦେଉଥିଲେ ଆଉ ସବୁକିଛି ଭଲରେ ଭଲରେ ଚାଲିଥିଲା। ଘଟଣାଟି ଘଟିଛି ରାୟଗଡ଼ାରେ। ରାୟଗଡ଼ାରେ ଗୋଟିଏ ପରିବାରରୁ 2 ଜଣ ଲୋକଙ୍କ ସହିତ ଯାହା ହେଲା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଭୋଟ ଦେଲେ, ଭୋଟ ଦେଲା ପରେ କିଛି ଦିନ ବିତିଗଲା ଆଉ ଅପେକ୍ଷା ଥିଲା ଜୁନ୍ 4କୁ। ଜୁନ୍ 4ରେ ସକାଳେ 8ଟାରୁ ଟିଭି ଖୋଲି ବସିଲେ ପାତ୍ରବାବୁ। ପାତ୍ରବାବୁ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର 2ଟି ପୁଅ, ଗୋଟିଏ ଝିଅ। ଯେତେବେଳେ ଖୋଲିକି ବସିଲେ ଟିଭି, ସମସ୍ତେ ଦେଖୁଥାନ୍ତି, କାହିଁକି ନା ନବୀନ ପଟ୍ଟନାୟକକୁ ସମସ୍ତେ ଭଲ ପାଆନ୍ତି। ହୁଏତ ପାଣ୍ଡିଆନକୁ କିଛି ଲୋକ ଘୃଣା କରନ୍ତି, ତାଙ୍କର କାମଧାମ, ତାଙ୍କର କଥାବାର୍ତ୍ତାକୁ, କିନ୍ତୁ ନବୀନ ପଟ୍ଟନାୟକକୁ ସମସ୍ତେ ଭଲ ପାଆନ୍ତି। ଏମିତି କିଛି ଘଟଣା ଘଟିଗଲା ତାଙ୍କ ସହିତ, ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ରାୟଗଡ଼ା ଗାଁରୁ ତାଙ୍କର ଭାଇଙ୍କ ଫୋନ୍ ଆସିଲା। ସେ କହିଲେ ଆମର ଏଠି ଆକ୍ସିଡେଣ୍ଟ ହୋଇଯାଇଛି। ସାଙ୍ଗେ ସାଙ୍ଗେ ନେଇକି ଗଲେ ତାଙ୍କ ଭାଇଙ୍କୁ ନେଇକି ଗଲେ ଏବଂ ତାଙ୍କର 3 ଭାଇ, ମଝିଆ ଭାଇ ଫୋନ୍ କରିଥିଲେ, ସାନ ଭାଇ ବଡ଼ ଭାଇକୁ ନେଇକି ଗଲେ ହସ୍ପିଟାଲ। ହସ୍ପିଟାଲରେ ସେଇଠି ପାଖରେ ପଇସା ନଥାଏ, ଗରିବ ଘର ଲୋକଟିଏ। ସେହି ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ମେଡ଼ିକାଲରେ ଦେଖେଇଲେ ଏବଂ ଭାଇଙ୍କର ଟ୍ରିଟମେଣ୍ଟ ମଧ୍ୟ କଲେ। ଭାଇ ଭଲ ହେଇକି ଆସିଲେ। ସେ କଥା ମନେ ମନେ ଭାବି କାନ୍ଦୁଥାନ୍ତି, ଏମିତି ହେଇଗଲା, ହଠାତ୍ ମୋ ଭାଇର କ'ଣ ହେଇଗଲା। କିନ୍ତୁ ଯାହା ହଉ ଭାଇ ଭଲରେ ଭଲରେ ଫେରିଲା, କାହିଁକି ନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଥିଲା। କିନ୍ତୁ ଯେତେବେଳେ ଭାଇ ସହିତ ଦେଖା ହେଲେ, ଫେରିଲେ, ସେହି ସମୟରେ ସାନ ଭାଇ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ଛୁଆ ପାଖକୁ ଫେରି ଆସିଲେ। ରାୟଗଡ଼ାକୁ ଫେରିଲେ ଏବଂ ଟିଭି ଦେଖୁଥାନ୍ତି, କାହିଁକି ନା ଆଜି ରେଜଲ୍ଟ ବାହାରିବ, ଆଜି କିଏ ମୁଖ୍ୟମନ୍ତ୍ରୀ ହେବ। ସେପଟେ ଭାଇ ଭଲ ଖବର ଶୁଣିକି ସ୍ତ୍ରୀ ଏବଂ ପୁଅମାନେ ସମସ୍ତେ ଟିକେ ନିଶ୍ଚିନ୍ତରେ ବସିଲେ, କାହିଁକି ନା ତାଙ୍କ ଦାଦା ଭଲ ହେଇଯାଇଛନ୍ତି। ଠିକ୍ ସନ୍ଧ୍ୟା 4ଟା ବେଳକୁ ଯେତେବେଳେ ଏମିତି ଖବର ଆସିଲା, ଘର ଲୋକ ଦେଖି ଆଶ୍ଚର୍ଯ୍ୟ। କ'ଣ ହୋଇଗଲା? ସରକାର ଆଉ ନାହାନ୍ତି, ନବୀନ ପଟ୍ଟନାୟକ ଆଉ ନାହାନ୍ତି। ସାରା ଗାଁରେ ଚଳଚଞ୍ଚଳ ହୋଇଗଲା। ସାରା ଗାଁରେ ଲୋକ ଦୌଡ଼ିଲେ, କ'ଣ କରିବେ? ଆଉ କିଛି ସ୍ତ୍ରୀ ଲୋକ କାନ୍ଦି ପକାଇଲେ, ଦିନ ରାତି ବସି କାନ୍ଦିଲେ, କାହିଁକି ନା ସେ କେବେ ବିଶ୍ୱାସ କରିପାରିନଥିଲେ ଯେ ଆମର ମୁଖ୍ୟମନ୍ତ୍ରୀ ଆଉ ଏ ପଦରୁ ନାହାନ୍ତି, ଆଉ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଇ ପଦରେ ନାହାନ୍ତି, ଯିଏକି ଆମକୁ ଶାସନ କରୁଥିଲେ, ଯିଏକି ଆମର ଦୁଃଖ ସବୁ ଅସୁବିଧା ସବୁ ବୁଝୁଥିଲେ, ଯିଏକି ବସ୍ ପାଇଁକି ଆମର ପାଖରେ ଟଙ୍କାଏ ନଥିଲେ ମଧ୍ୟ ଆମେ ବସ୍ରେ ଯାଇପାରୁଥିଲେ, ଖାଇବା ପାଇଁ ପଇସା ନଥିଲେ ମଧ୍ୟ 5 ଟଙ୍କାରେ ଆମେ ଖାଇପାରୁଥିଲେ, ସବୁକିଛି ଭାବିଲେ। ଆଉ ଯେତେବେଳେ ଆମ ପିଲାମାନେ କହୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ଦେଖିବୁ, ଆମେ ମଧ୍ୟ ଛୋଟବେଳେ ଦେଖୁଥିଲୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆମେ କହୁଥିଲୁ। ଦୀର୍ଘ 24 ବର୍ଷର ଏଇ କ'ଣ ପରିଣାମ? ଲୋକେ କ'ଣ କଲେ? କାହିଁକି ଏମିତି କଲେ? ହୁଏତ ନବୀନ ପଟ୍ଟନାୟକ ନିଜେ ତାଙ୍କ ଆଡ଼ୁ ଇସ୍ତଫା ଦେଇଥାନ୍ତେ, କିନ୍ତୁ ଏମିତି କାହିଁକି ହେଲା ଭାବୁଛନ୍ତି ମନେ ମନେ ପାତ୍ରବାବୁ। ପାତ୍ରବାବୁ ସେହି ସମୟରେ ବେହୋସ ହେଇଗଲେ ଆଉ ତାଙ୍କ ସ୍ତ୍ରୀ ବାରମ୍ବାର ତାଙ୍କୁ ଡାକୁଥାନ୍ତି, ଉଠ ଉଠ। ସେହି ସମୟରେ ଆଉ କିଛି ପାଇଲେନି। ଆଉ ହଠାତ୍ ସ୍ତ୍ରୀ ଜଣକ ଚାରିଆଡ଼େ ବୁଲିଲେ ଏବଂ ବନ୍ଧୁବାନ୍ଧବକୁ ଫୋନ୍ କଲେ, କେହି ଆସିନାହାନ୍ତି। କ'ଣ କରିବେ? ନିଜର ଛୋଟ ଛୋଟ 2 ପୁଅ, ଜଣକୁ 11 ବର୍ଷ ହେଲେ, ଜଣକୁ 8 ବର୍ଷ। ପୁଅକୁ ଧରିକି ବାପାଙ୍କୁ ମେଡ଼ିକାଲ ନେଇଗଲେ। ଆଉ ମେଡ଼ିକାଲ ରାତି 8ଟା ବେଳକୁ ସାଲାଇନ୍ ଲାଗିଲା। ବାପା ବେହୋସ ହୋଇପଡ଼ିଥିଲେ ଆଉ କିଛି କାନ୍ଦି ପକାଉଥାନ୍ତି। ଏସବୁ କଥା ସ୍ତ୍ରୀକୁ ଧରି କାନ୍ଦି ପକାଉଥାନ୍ତି, କାହିଁକି ନା ସେ ନିଜେ ଜାଣିଛନ୍ତି କେତେ କଷ୍ଟରେ ରହିଥିଲେ, କେତେ ସବୁ ସୁବିଧା ଯୋଗାଇଛନ୍ତି, ସବୁକିଛି। ଆଉ ଗାଁ ଲୋକ ମଧ୍ୟ ବହୁତ ଏନେଇ ଖବର ପ୍ରଚାର ହେଇଗଲା, କାହିଁକି ନା ଗାଁ ଲୋକମାନେ ଯେତେବେଳେ ଆସିଲେ, ଯେତେବେଳେ ପଚାରିଲେ ପାତ୍ରବାବୁ କ'ଣ ହେଇଥିଲା, ସେହି ସମୟରେ ପାତ୍ରବାବୁ କହିଲେ କିଛି ହେଇନଥିଲା, ମୋ ମୁଣ୍ଡ ଜଷ୍ଟ ବୁଲେଇ ପଡ଼ିଥିଲା। ଆଉ ସତରେ ଆମ ମୁଖ୍ୟମନ୍ତ୍ରୀ ନାହାନ୍ତି, ସତରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପଦରେ ନାହାନ୍ତି। କିଏ ଏବେ ଆସିବ? ଆମକୁ ଶାସନ କରିବ କିଏ? ଆଗକୁ କ'ଣ ହେବ? ଏସବୁ କଥା ଚିନ୍ତା କରୁଛନ୍ତି ପାତ୍ରବାବୁ। ପାତ୍ରବାବୁ ତାଙ୍କ ଷ୍ଟୋରିଟା ଆମକୁ କହିଥିଲେ ଏବଂ ସେ ନିଜେ କହିଛନ୍ତି ଯେ
ତାଙ୍କ ଛୋଟବେଳଠୁ ଆରମ୍ଭ କରି ଯାହା ସବୁ ଘଟଣା ଘଟିଛି ସେ ସବୁ ନିଜେ ଅନ୍ତର ଆତ୍ମାରେ ନିଭେଇଛନ୍ତି। ବହୁତ କିଛି ସୁବିଧା ପାଇଛନ୍ତି, ବହୁତ କିଛି ସହଯୋଗ ପାଇଛନ୍ତି, ବହୁତ କିଛି ଖାଇବା ପାଇଁ ଲୋକ ପାଉନଥିଲେ ତାଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି। ପାତ୍ରବାବୁ ଜଣେ ସୋସିଆଲ ୱାର୍କର, ବୟସ ମାତ୍ର ତାଙ୍କର 32 ବର୍ଷ। ଆଉ ବହୁତ ନିବିଡ଼ ସମ୍ପର୍କ ବିଜେଡ଼ି ସହିତ, ବିଜେଡ଼ି ପାର୍ଟି ସହିତ ଅପେକ୍ଷା ତାଙ୍କର ନବୀନ ପଟ୍ଟନାୟକ ବହୁତ ଭଲ ପାଆନ୍ତି। କାହିଁକି ନା ନବୀନ ପଟ୍ଟନାୟକ କାମ ସେ ଗାଁରେ ସମସ୍ତେ ଖୁସି ହୁଅନ୍ତି। ପାଣି ଯୋଗାଇଠୁ ଆରମ୍ଭ କରିକି ଗରିବଙ୍କ ପାଇଁ ସବୁକିଛି ସୁବିଧା ଯୋଗାଇଛନ୍ତି, କଣ୍ଟ୍ରୋଲଠୁ ରାସନଠୁ ଆରମ୍ଭ କରି ସବୁକିଛି। କିନ୍ତୁ ଏପଟେ କ'ଣ ହୋଇଗଲା ଏମିତି ଭାବୁଥିଲେ। ସବୁକିଛି କହିସାରିଲା ପରେ ପାତ୍ରବାବୁ ଶେଷରେ କହିଲେ, ଆମର ଯିଏ ବି ମୁଖ୍ୟମନ୍ତ୍ରୀ ଆସୁ, କିନ୍ତୁ ସବୁଦିନ ପାଇଁ ଆମେ ନବୀନ ପଟ୍ଟନାୟକକୁ ହରେଇ ବସିଲୁ। ନବୀନ ପଟ୍ଟନାୟକ ହୁଏତ ଅଛନ୍ତି, କିନ୍ତୁ ନବୀନ ପଟ୍ଟନାୟକ ଭଳିଆ ଆଉ କେହି ହେଇପାରିବେନି। ଓଡ଼ିଶାର ନୁହେଁ, ପୁରା ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶେଷରେ ମୁଖ୍ୟମନ୍ତ୍ରୀକୁ ଭୋଟ କିଏ ଦେଲାନି, କ'ଣ ହେଲା, ଅବସ୍ଥା କ'ଣ ହେଲା ଆମେ ବି ବୁଝିପାରୁନୁ। ପ୍ରକୃତରେ କ'ଣ ହେବ ସେ ନେଇକି ଅପେକ୍ଷା କରିଛନ୍ତି ସାରା ଓଡ଼ିଶାବାସୀ। ପାତ୍ରବାବୁ ଏଇ ଛୋଟିଆ ଷ୍ଟୋରିଟେ କହିଥିଲେ ଏବଂ ଆଉ ଗୋଟିଏ କଥା କହିଥିଲେ ପାତ୍ରବାବୁଙ୍କ ଜରିଆରେ। ସେ କହିଥିଲେ ଯେ ପ୍ରକୃତରେ ନବୀନ ପଟ୍ଟନାୟକ ଯେମିତି ସବୁ ଲୋକ ଶାସନ କରିଛନ୍ତି ଆଉ ସେମିତି କେହି କରିପାରିବେନି। ବହୁତ ସାଧାରଣ, ବହୁତ ନିରୀହ ଲୋକଟିଏ, ଆଉ ବହୁତ ସରଳ ବିଶ୍ୱାସୀ, ସମସ୍ତଙ୍କ ଦୁଃଖରେ ଦୁଃଖୀ, ସୁଖରେ ସୁଖୀ ମଧ୍ୟ। ହୁଏତ ସିଏ ଓଡ଼ିଆ କହିପାରନ୍ତିନି, ଇଂଲିଶ କୁହନ୍ତି, କିନ୍ତୁ ସବୁ ଦୁଃଖରେ ଦୁଃଖୀ ଏବଂ ସୁଖରେ ସୁଖୀ। ମହିଳାମାନଙ୍କ ପାଇଁ ଯାହା କରିଛନ୍ତି କେହି ବି ଏମିତି କରିପାରିବେ ନାହିଁ। ଆଉ ସେଥିପାଇଁ କି ତ ଲୋକେ ଆଖି ବୁଜି 25 ବର୍ଷ ହେଲାଣି ନବୀନ ପଟ୍ଟନାୟକ ସରକାର ଥିଲେ। ଯେତେବେଳେ ରାସ୍ତାରେ ଯାଉଥାନ୍ତି, ଆମ୍ବୁଲାନ୍ସ ଯାଉଥାଏ, ସାଙ୍ଗେ ସାଙ୍ଗେ ନବୀନ ପଟ୍ଟନାୟକ ତାଙ୍କ ଗାଡ଼ି ରଖିଥାନ୍ତି, ଆମ୍ବୁଲାନ୍ସକୁ ଛାଡ଼ି ଦିଅନ୍ତି। ଏବଂ ଯେତେ ସବୁ ରାସ୍ତା, ନୂଆ ନୂଆ ପ୍ରକଳ୍ପ ସବୁକିଛି ନବୀନ ପଟ୍ଟନାୟକ କରିଛନ୍ତି। ହୁଏତ ସବୁ ନେତା ମନ୍ତ୍ରୀ ମାନେ କରିଥାନ୍ତି, କିନ୍ତୁ ନବୀନ ପଟ୍ଟନାୟକ ମହିଳାମାନଙ୍କ ପାଇଁ ବହୁତ କିଛି କରିଛନ୍ତି, ମିଶନ ଶକ୍ତି ପାଇଁ ବହୁତ କିଛି କରିଛନ୍ତି, ଯାହାକି ଆଜି ଗ୍ରୁପରେ ସମସ୍ତେ ନିଜ ନିଜ ରୋଜଗାର କରିପାରୁଛନ୍ତି। ସ୍ତ୍ରୀ ଲୋକମାନେ ନିଜ ନିଜ ରୋଜଗାର କରିପାରୁଛନ୍ତି। ଏସବୁ କରିଛନ୍ତି କେବଳ ନବୀନ ବାବୁ। ନବୀନ ବାବୁ ନଥିଲେ ଦୁନିଆ, ଆମ ଓଡ଼ିଶା ଚେଞ୍ଜ ହୋଇନଥାନ୍ତା। ଓଡ଼ିଶା ବୋଲି ରାଜ୍ୟ କେହି ଜାଣିନଥିଲେ, ନବୀନ ବାବୁ ଯୋଗୁଁ ଜାଣିଛନ୍ତି। ହୁଏତ ପାଣ୍ଡିଆନ ଯୋଗୁଁ ଲୋକ ଖରାପ ଭାବୁଛନ୍ତି, ପାଣ୍ଡିଆନ କ'ଣ କରିଛି କ'ଣ ନାହିଁ। ନବୀନ ବାବୁଙ୍କର ଗୋଟିଏ ଭୁଲ ଥିଲା, ପାଣ୍ଡିଆନକୁ ସବୁ ଦାୟିତ୍ୱ ଦେଇ, ଏମିତି କହୁଛନ୍ତି ପାତ୍ରବାବୁ। ଆପଣମାନେ ନିଶ୍ଚିନ୍ତ କମେଣ୍ଟ କରି କୁହନ୍ତୁ, ପ୍ରକୃତରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯିଏକି ଆମର ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କ ବିଷୟରେ ପଦେ କମେଣ୍ଟ କରି କୁହନ୍ତୁ। ଆଉ ମୁଖ୍ୟମନ୍ତ୍ରୀ ହାରିବା ପଛରେ ଦାୟୀ କିଏ, କମେଣ୍ଟ କରନ୍ତୁ। ଇଏ ଥିଲା ପାତ୍ରବାବୁଙ୍କର ଛୋଟିଆ ଅନୁଭୂତିଟିଏ। ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ।